ଆମର ଏଇ ପୁର୍ଲିଝର ଜଳପ୍ରପାତ ସରକାର କିଛି କହିବେ? ହଁ ଜଳପ୍ରପାତର ଟିକେଟ୍ ବିଷୟରେ କି ହଁ ଟିକେଟ୍ ବିଷୟରେ ହଁ ଟିକେଟ୍ ବିଷୟରେ ଜଣକୁ 20 ଟଙ୍କା, ଭାଇକେଲ୍ ଗୋଟେ 10 ଟଙ୍କା ଆମେ ନେଉ। ଆଚ୍ଛା ଆଉ 10ରୁ ଏଭବ୍ ହେଲେ ଜଣକୁ 10 ଟଙ୍କା ପଡ଼ିଯାଏ। 10 ଜଣରୁ ସିଆଡ଼େ ଗଲେ 10 ଟଙ୍କା ଜଣକୁ ପଡ଼ିବ। ଆଉ ଷ୍ଟୁଡେଣ୍ଟ ମାନଙ୍କୁ 10 ଜଣରୁ ସିଆଡ଼େ ହେଲେ 5 ଟଙ୍କା ପଡ଼ିବ। ୟାର କ'ଣ ଏ ପୁର୍ଲି ମାନେ ୟାର ଜଳପ୍ରପାତର ନାଁ କ'ଣ? ପୁର୍ଲିଝରନ୍ ଜଳପ୍ରପାତ ଭବାନୀପାଟଣା ଠାରୁ କେତେ କିଲୋମିଟର ଦୂର? ଭବାନୀପାଟଣା ଠାରୁ 16 କିଲୋମିଟର ହେବ। ଆଚ୍ଛା, ୟା ଭିତରେ କ'ଣ ସବୁ ଆପଣଙ୍କୁ ଦେଖିବାକୁ ମିଳିବ? ୱାଟରଫଲ୍ ଅଛି, ଆଉ ଛୁଆମାନଙ୍କର ଚିଲଡ୍ରେନ୍ ପାର୍କ ଗୋଟେ ଅଛି 10ରୁ 12 କେ। ଆଚ୍ଛା, ଆଉ ହେନ୍ତା ବୁଲ୍ବାର୍ ଲାଗି ପ୍ଲେସ୍ ଅଛି ଆଉ। ଆଚ୍ଛା ଆଚ୍ଛା, ଆପଣଙ୍କ ପରିଚୟଟା? ମୋ ପରିଚୟ, ମୁଁ ଜଗଦୀଶ ମିଶ୍ର, ସମ୍ପାଦକ ଅଭିନନ୍ଦନ ସାପ୍ତାହିକ ଖବରକାଗଜ ବାଲେଶ୍ୱର। ଆଜି ଆପଣଙ୍କର ଆସିଥିଲେ? ମୁଁ କଳାହାଣ୍ଡି ଜିଲ୍ଲାକୁ ବୁଲିବା ପାଇଁ ଆସିଥିଲି। ଭବାନୀପାଟଣା ସହରରେ 2 ଦିନ ରହିଛି। ଭବାନୀପାଟଣା ସହରଠାରୁ ଏଇ ଯେଉଁ ପର୍ଯ୍ୟଟନ କ୍ଷେତ୍ର ଓଡ଼ିଶା ସରକାରଙ୍କର ସୁନ୍ଦର ଭାବରେ ଏହାକୁ ସଜେଇଛନ୍ତି। এই পর্যটন ক্ষেত্র না হচ্ছে ফুল্লিঝରଣ জলপ্রপাত। অতীব সুন্দর মনোরম পরিবেশ মধ্যে মানে প্রাকৃতিক পরিবেশ সৃষ্টি করা হয়েছে। এ প্রকৃতির দান। ওড়িশার বহু অঞ্চলকু ওড়িশা সরকার এ প্রকার পর্যটন ক্ষেত্রକୁ ବହୁତ ডেভেলপ କରିଛନ୍ତି। ତା ମଧ୍ୟରୁ ଇଏ ଅନ୍ୟତମ। ପ୍ରକୃତରେ ଫୁଲଝରଣ ଜଳପ୍ରପାତ ନିଆରା ଜଳପ୍ରପାତ। ମୁଁ ଯାହା ଦେଖିଲି, ଶାନ୍ତି ପରିବେଶ ଭିତରେ ବହୁ ଲୋକ ଆସୁଛନ୍ତି, ବୁଲୁଛନ୍ତି, ମଜା ନେଉଛନ୍ତି, ଆଉ ସୁନ୍ଦର ବି ଲାଗୁଛି। କିଛି ସମୟ ଏଥିରେ ଫଟୋ ଉଠାଉଛନ୍ତି, ସେଲ୍ଫି ନେଉଛନ୍ତି। ଏହା ମୁଁ ସମସ୍ତଙ୍କୁ ଆମନ୍ତ୍ରଣ କରିବି, ଏ ଜାଗାକୁ ଆସନ୍ତୁ, ବୁଲିକି ଯାଆନ୍ତୁ। ସୁନ୍ଦର ପରିବେଶ ମଧ୍ୟରେ ଇଏ ଏକ ସୁନ୍ଦର ପର୍ଯ୍ୟଟନ। ନମସ୍କାର।